ହ୍ୟାଲୋ ହାଏ ଜୟ ଜଗନ୍ନାଥ। ଆସନ୍ତୁ ଡେରଜେଙ୍ଗ ଡ୍ୟାମକୁ। ସେଠି ନୂଆ ବୋଟିଂ କ୍ଲବ ହୋଇଛି। 21 ତାରିଖ ଦିନ ବୋଟିଂ କ୍ଲବ ଇନାଗୁରେସନ ହେଲା। ଆଜି ଆମେ ସେକେଣ୍ଡ ଡେରେ ଆସିଛୁ। ବର୍ତ୍ତମାନ ଏଇ ଟିକେଟ କାଉଣ୍ଟର। ପ୍ରଥମେ ଆମେ ଦେଖିଯିବା ଟିକେଟର ପ୍ରାଇସ୍ କେତେ କ'ଣ ଅଛି। ଚାଲନ୍ତୁ ଟିକେଟ କାଟିବା। ବର୍ତ୍ତମାନ ଭାଇ ବୋଧେ ବ୍ୟସ୍ତ ଅଛନ୍ତି ଟିକେଟ ଦେବା ପାଇଁ। ଆଚ୍ଛା, ହଁ ଭାଇ, ଆମକୁ ଟିକେଟ ଦେଇତେ ଆମେ 6 ଜଣ ଆସିଛୁ। ଏଇଠି ହେଉଛି ବୋଟିଂ କ୍ଲବର ସମସ୍ତ ଚିତ୍ର। କେତେ ସୁନ୍ଦର ଭିଉ ହେଇଛି। କିଛି ବର୍ତ୍ତମାନ ନୂଆ ନୂଆ ହେଇଛି ତ, କିଛି ବର୍ତ୍ତମାନ ବିଶେଷ କିଛି ହେଇନି। ଆଗକୁ ବହୁତ ଜିନିଷ ହେଇପାରିବ ଏଠି। ମ୍ୟାଡ଼ାମ ଥକି ଯାଇଛନ୍ତି, ବସିଛନ୍ତି ସେଠି। ଦିଦି ମ୍ୟାଡ଼ାମ ସେଠି ବୋଟିଂ ଦେଖୁଛନ୍ତି, କ'ଣ କି ଚଲେଇଛନ୍ତି ବଣ୍ଟି ମ୍ୟାଡ଼ାମ ବାବୁ। ଆମେ ବର୍ତ୍ତମାନ ବୋଟରେ ବସିଛୁ। ବୋଟିଂ ଆରମ୍ଭ ଆମର ହେଲା। ଚାଲନ୍ତୁ ଡ୍ୟାମ୍ ଭିତରକୁ ଯିବା। ଅକାତ ଅକାତ ପାଣି ଅଛି ସେଠାରେ। ଏ ସୁନ୍ଦର ଦୃଶ୍ୟ ଦେଖାଯାଉଛି। ଆଗରେ ପାହାଡ଼ର ମନୋରମ ଦୃଶ୍ୟ ଦେଖାଯାଉଛି। ଚାରିକରେ ପାହାଡ଼ ଅଛି। ଅକାତ ଅକାତ ପାଣି। ଦିନ 2ଟା ବେଳେ ମଧ୍ୟ ଆମକୁ ଖରା ଜଣା ପଡୁନି। ବହୁତ ପବନଟି ବହୁତ ମଧୁର ପବନ ଆସୁଛି। ପୁରା କୋଲ୍ଡ କୋଲ୍ଡ ପବନ ଆସୁଛି। ଫାଷ୍ଟ ଟାଇମ୍ ଅନୁଗୁଳରେ ହେଇଥିବାରୁ ଅନୁଗୁଳବାସୀମାନେ ବହୁତ ଉତ୍ସାହିତ ଅଛନ୍ତି। ଫାଷ୍ଟ ଡେରେ ବହୁତ ଲୋକ ଆଇଛନ୍ତି। ନିହାତି ଏଇ ଜାଗାଟି ବହୁତ ଆଗକୁ ବହୁତ ଲୋକ ଆସିବେ। ଏଠି ସ୍ପିଡ ବୋଟର ବି ଅଛି। ଏଠାରେ ବହୁତ ସ୍ପିଡ ଯାଉଛି। ବର୍ତ୍ତମାନ ଇଏ ହେଉଛି ପେଡଲ ବୋଟଟା। 2 ଜଣିଆ ପେଡଲ ବୋଟ। ଇଏ ବି 2 ଜଣିଆ ପେଡଲ ବୋଟ। ଏ 4 ଜଣିଆ ପେଡଲ ବୋଟ। এইটা হচ্ছে ଆମର ସାଇକେଲଟା ବି ଗୋଟେ ବୋଟ ଅଛି, ଯୋଉଟାକି ପେଡାଲ ହିଁ ମାରିବାକୁ ପଡ଼ିବ। ଆଉ ବହୁତ ସୁନ୍ଦର ହେଇଛି ବୋଟଟା। ଇଏ ହେଉଛି ଡାଇନିଂ ବୋଟ, ଯୋଉଟାକି ପୁରା ଫୁଲ ଫ୍ୟାମିଲି ବସି ଖାଇବା ସହିତ ବୋଟ ବି ଟୋଟାଲ ଚାରିକରେ ବୁଲୁଥିବ। ବହୁତ ସୁନ୍ଦର ଲାଗୁଛି। ଏଇଠି ହେଉଛି 8 ଜଣ ବିଶିଷ୍ଟ ଗୋଟେ ବେଲୁନ। ଏ ଭିତରେ ସମସ୍ତେ ବସିକିନି ଏମାନେ ଦେଖନ୍ତୁ ସୁନ୍ଦର। ଆମେ କିନ୍ତୁ ଭିତରେ ଏନ୍ଜୟ କରୁଛୁ। ଭିତରେ ଟୋଟାଲ ଠିଆ ହେଇ ହେବନି। ଏ ହେଉଛନ୍ତି ତାଙ୍କ ଷ୍ଟାଫ। ଏମାନଙ୍କର ବହୁତ ସପୋର୍ଟ ରହୁଛି ଲୋକମାନଙ୍କୁ କେମିତି ସୁରକ୍ଷିତ ରଖିବା ପାଇଁ। ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ଆଗ ପିନ୍ଧଉଛନ୍ତି, ତାପରେ ଭିତରକୁ ଏଣ୍ଟ୍ରି କରୁଛନ୍ତି। ଜୟ ଜଗନ୍ନାଥ।